ନମସ୍କାର ଓଡ଼ିଶାବାସୀ। ଆଜି ରାଜ୍ୟର ଇଂରାଜୀ ଶିକ୍ଷାର ସମସ୍ୟା ଗୁଡ଼ିକ ଓ ତାର ତ୍ରୁଟି ଗୁଡ଼ିକୁ ମୁଁ ଆଜି ବର୍ଣ୍ଣନା କରିବି। ପ୍ରଥମ କଥା ହେଲା, ଇଂରାଜୀ ଭାଷା ହେଉଛି ଗୋଟେ ବିଦେଶୀ ଭାଷା। ଏ ଭାଷାର ବାକ୍ୟ ଗଠନ ଗୁଡ଼ିକ ଆମ ମାତୃଭାଷା ଓ ଦେଶଜ ଭାଷାର ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା। ତେଣୁ ଭାରତୀୟ ଛାତ୍ରଛାତ୍ରୀମାନେ ଇଂରାଜୀ ଶିକ୍ଷା ଗ୍ରହଣ କରିବା ପାଇଁ କଷ୍ଟକର ବ୍ୟାପାର ହୋଇପଡ଼ୁଛି। ଆମର ଇଂଲିଶ ଶିଖିବା ଗୁରୁତ୍ୱ ଆବଶ୍ୟକତା ହେତୁ ବର୍ତ୍ତମାନ ଦେଶର ପ୍ରତ୍ୟେକ କ୍ଲାସରେ এই ବିଷୟଟିକୁ କମ୍ପଲସରି ଭାବରେ ଗ୍ରହଣ କରାଯାଇଛି। ଅଧିକାଂଶ ଛାତ୍ରଛାତ୍ରୀ ଅନ୍ୟ ବିଷୟରେ ଭଲ ପ୍ରଦର୍ଶନ କରି ମଧ୍ୟ ଆଜିକା ଡେଟ୍ରେ ଇଂଲିଶରେ ଦୁର୍ବଳ ହୋଇ ପଡ଼ୁଛନ୍ତି। ଏହାର ମୁଖ୍ୟ କାରଣ, ଅଧିକାଂଶ ସ୍କୁଲରେ ଶିକ୍ଷକ ଅଭାବ ହେତୁ ହଉ, କୌଣସି କାରଣ ହେତୁ ହଉ, ଇଂଲିଶ ଡିଗ୍ରୀ ହାସଲ କରିନଥିବା କି ଜାଣିନଥିବା ଶିକ୍ଷକମାନେ ବର୍ତ୍ତମାନ ଇଂଲିଶ ପଢ଼ାଉଛନ୍ତି। ସେମାନେ କ'ଣ କରୁଛନ୍ତି ନା, ବଜାରରେ ବିକ୍ରି ହେଉଥିବା ଶସ୍ତା ଓ ନିମ୍ନମାନର ଗାଇଡ଼ ମିନିଂ ସଂଗ୍ରହ କରି ନିଜେ ଅର୍ଥ ବୁଝି କ୍ଲାସରେ ଆସି ପିଲାମାନଙ୍କୁ ବୁଝେଇଲେ, ରିଡ଼ିଂ କରି ମିନିଂ ବୁଝେଇଦେଲେ, କ୍ୱେଶ୍ଚନ୍ ଆନ୍ସର ଡାକିଦେଲେ, ଏଇଭଳି କରି ତାଙ୍କର କୋର୍ସ ସାରିଦେଲେ। ଗ୍ରାମାର ପ୍ରତି ଟୋଟାଲ ଧ୍ୟାନ ଦେଲେ ନାହିଁ। ସେମାନେ ଜାଣିନାହାନ୍ତି ଇଂଲିଶ ବାକ୍ୟ ଗଠନର ଧାରା ପିଲାମାନଙ୍କୁ ଶିଖାଇ ନାହାନ୍ତି। ତେଣୁ ସେଥିପାଇଁ ଆଜି 90% ପିଲା +3 ଗ୍ରାଜୁଏଟ୍ ପିଲା, ଆପଣ ପଚାରିକି ବୁଝନ୍ତୁ, ଗ୍ରାଜୁଏଟ୍ ପିଲା ଆପଣ ଗୋଟେ ଆପ୍ଲିକେସନ୍ ଲେଖିତେ କହିବେ, ସେ ଲେଖିପାରିବ ନାହିଁ। ଟେନ୍ସ କ'ଣ ଜାଣିନାହିଁ, ଟେନ୍ସର ସଂଜ୍ଞା କ'ଣ ଜାଣିନି, ଟେନ୍ସର ପ୍ରୟୋଗ କ'ଣ ଜାଣିନାହିଁ, ଟେନ୍ସକୁ ବ୍ୟବହାର କେମିତି କରାଯାଏ ତାକୁ ମଧ୍ୟ ଜାଣିନାହିଁ। କାରଣ ସେ ପ୍ରତି ତାର ଧ୍ୟାନ ବା ସେ ପ୍ରତି ତାର ଶିକ୍ଷା ଅର୍ଜନ କରିନାହିଁ। ତ ମୋର କହିବା କଥା, ମୋର ଚ୍ୟାନେଲ ବା ଆଜି ମୁଁ ସୋସିଆଲ ମିଡ଼ିଆକୁ ଆସିଛି, ଇଂଲିଶ ଗ୍ରାମାର ସମ୍ପୂର୍ଣ୍ଣ ଭାବରେ ଇଂଲିଶ ଗ୍ରାମାର ଆପଣଙ୍କୁ ବୁଝାଇବି। ଗ୍ରାମାର କାହାକୁ କୁହନ୍ତି, ଗ୍ରାମାର କେତେ ଭାଗରେ ବିଭକ୍ତ, ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ପାଖରେ ମୁଁ ଥୋଇବି। ଆପଣ ଧ୍ୟାନ ସେ ଦେଖିବେ, ଧ୍ୟାନ ସେ ଶୁଣିବେ, ଆବଶ୍ୟକ ପଡ଼ିଲେ ଏକୁ ନୋଟ୍ କରିକି ଦେଖିବେ। ପ୍ରତ୍ୟେକ ଛାତ୍ରଛାତ୍ରୀ ପାଇଁ ଏହା ଭଲ ପ୍ରଦର୍ଶନ କରିବ, ଇଂଲିଶର ଜ୍ଞାନ ବଢ଼ିବ। ଯଦି ଆପଣଙ୍କୁ ଭଲ ଲାଗେ, ଏକୁ ନିଜେ ନୋଟ୍ କରି ରଖିବେ, ନିଜେ ପ୍ରୟୋଗ କରିବେ, ତାପରେ ଜାଣିବେ, ଶିଖିବେ। କାରଣ ମୁଁ ପ୍ରଥମରୁ କହିଛି, ଆଜି ମଧ୍ୟ କହୁଛି, ମୁଁ କେଉଁ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ନୁହେଁ। ମୁଁ ଗୋଟିଏ ଗରିବ ଚାଷୀ ମୂଲିଆର ଘରର ପିଲା। ମୁଁ ଯେତିକି ଜ୍ଞାନ ଜାଣିଛି ଇଂଲିଶ ବାବଦରେ, ଯେତେ ଜ୍ଞାନ ମୁଁ ଜାଣିଛି, ସେଇଠାରୁ ଆପଣମାନଙ୍କୁ ମୁଁ କିଛି ଜ୍ଞାନ ବଣ୍ଟନ କରିବି ଏଇ ସୋସିଆଲ ମିଡ଼ିଆ ମାଧ୍ୟମରେ। ଯଦି ଆପଣମାନଙ୍କୁ ଭଲ ଲାଗେ ତାହେଲେ ଆପଣମାନେ ଗ୍ରହଣ କରିବେ, ସେୟାର କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ରହୁଛି, ନମସ୍ତେ।